ଭାଣ୍ଡରସଙ୍କ ଘାତକ ବୋଲିଂରେ ଭାରତ ଧରାଶାୟୀ, ଫେଲ୍ ମାରିଲେ ବିରାଟ, ରାହୁଲ, ଆୟର। ଜେଫ୍ରି ଭାଣ୍ଡରସଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟରଙ୍କ ଆତ୍ମସମର୍ପଣ। 241 ରନ୍ର ବିଜୟ ଲକ୍ଷ୍ୟ ବି ପିଛା କରିପାରିଲାଣି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଆଉ 3 ବର୍ଷ ପରେ ଶ୍ରୀଲଙ୍କା ଭାରତକୁ ଦିନିକିଆ ମ୍ୟାଚ୍ରେ ହରାଇଛି। ରୋହିତ ଶର୍ମା ଅକ୍ଷର ପଟେଲଙ୍କୁ ବାଦ ଦେଲେ ଅନ୍ୟ ବ୍ୟାଟର ଭାଣ୍ଡରସଙ୍କ ବୋଲିଂର ମୁକାବିଲା କରିପାରିନଥିଲେ। ଫଳରେ ଭାରତ 42 ଓଭର 2ଟି ବଲ୍ରେ 208 ରନ୍ରେ ଅଲ୍ ଆଉଟ୍ ହୋଇଛି। ଅଧିନାୟକ ରୋହିତ ଶର୍ମା 64 ରନ୍ ଓ ଅକ୍ଷର ପଟେଲଙ୍କ 44 ରନ୍ର ଲଢ଼ୁଆ ଇନିଂସ ବୃଥା ହୋଇଛି। ବିରାଟ କୋହଲି, କେଏଲ୍ ରାହୁଲ, ଶ୍ରେୟସ ଆୟରଙ୍କ ପରି ତାରକା ବ୍ୟାଟର ଫେଲ୍ ମାରିଛନ୍ତି। ଭାଣ୍ଡରସେ ମାତ୍ର 33 ରନ୍ ଦେଇ 6ଟି ୱିକେଟ୍ ନେଇଥିବା ବେଳେ ଚରିତ ଶ୍ରୀଲଙ୍କା 3ଟି ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା 9 ୱିକେଟ୍ ହରାଇ 240 ରନ୍ କରିଥିଲା। କାମିଣ୍ଡୁ ମେଣ୍ଡିସ 40 ରନ୍, ଅଭିଷ୍କା ଫର୍ଣ୍ଣାଣ୍ଡୋ 40 ରନ୍, ଦୁନିତ ୱାଲାଲାଙ୍ଗେ 39 ରନ୍ କରିଥିଲେ। ଏହି ବିଜୟ ସହ ଶ୍ରୀଲଙ୍କା 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ 1-0ରେ ଅଗ୍ରଣୀ ହାସଲ କରିଛି। ନିର୍ଣ୍ଣାୟକ ମ୍ୟାଚ୍ ଅଗଷ୍ଟ 7 ତାରିଖରେ ଖେଳାଯିବ। 241 ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ରୋହିତ ଶର୍ମା, ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଓପନିଂରେ 97 ରନ୍ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ଟି20 ଶୈଳୀରେ ବ୍ୟାଟିଂ କରି 29ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ 44ଟି ବଲ୍ରେ 64 ରନ୍ କରିଥିଲେ। ଏଥିରେ 5ଟି ଚୌକା ଓ 4ଟି ଛକା ସାମିଲ। ଅନ୍ୟପଟେ ଗିଲ୍ 35 ରନ୍ର ଯୋଗଦାନ ଦେଇଥିଲେ। ରୋହିତ ଓ ଗିଲ୍ ଉଭୟଙ୍କୁ ଆଉଟ୍ କରି ଭାଣ୍ଡରସନ୍ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ କରିଥିଲେ। ବିଶେଷ କରି ଭାଣ୍ଡରସଙ୍କ ଶାଣିତ ବୋଲିଂ ଆଗରେ ବ୍ୟାଟର ତିଷ୍ଠି ପାରିନଥିଲେ। ଶିବମ ଦୁବେ ଖାତା ଖୋଲି ପାରିନଥିଲେ। ବିରାଟ କୋହଲିଙ୍କୁ ଜୀବନଦାନ ମିଳିଥିଲେ ହେଁ ଫାଇଦା ଉଠାଇ ପାରିନଥିଲେ। ସେ 14 ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର, କେଏଲ୍ ରାହୁଲ କ୍ରମଶଃ 7 ରନ୍ ଓ 16 ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହିପରି 97 ରନ୍ କରି କୌଣସି ୱିକେଟ୍ ହରାଇ ନଥିବା ଭାରତ 147 ରନ୍ରେ 6 ୱିକେଟ୍ ହରାଇଥିଲା। ଦଳ 50 ରନ୍ ଭିତରେ 6 ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ନିମ୍ନକ୍ରମରେ ଅକ୍ଷର ପଟେଲ ସଂଘର୍ଷ କରିଥିଲେ। ସେ ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ ହେଁ ଅନ୍ୟପଟେ କୌଣସି ବ୍ୟାଟର ସହାୟତା କରିପାରିନଥିଲେ। ଅକ୍ଷର ପଟେଲ 44ଟି ବଲ୍ରୁ 44 ରନ୍ କରି ଆଉଟ୍ ହେବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଯାଇଥିଲା। ଶେଷରେ ଦଳ 42 ଓଭର 2ଟି ବଲ୍ରେ 208 ରନ୍ରେ ଅଲ୍ ଆଉଟ୍ ହୋଇଥିଲା।